ଖୋର୍ଦ୍ଧାରେ ପଦ୍ମ ଫୁଟିବ। ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ହେବ କହିଲେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ। ଟାଙ୍ଗୀ ବ୍ଲକ ଛଣଗିରି ପଞ୍ଚାୟତରେ ଆଜି ବିଜେପିର ପଦଯାତ୍ରା କାର୍ଯ୍ୟକ୍ରମ ଚାଲିଥିଲା। ହଜାର ହଜାର ସମର୍ଥକ ଏବଂ ବିଶାଳ ରାଲିକୁ ଲକ୍ଷ୍ୟ କଲେ ଜଣାପଡୁଛି ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି। ଏହି ବିଶାଳ ରାଲିରେ ଆଉଥରେ ଅପରାଜିତା ଏବଂ ପ୍ରଶାନ୍ତ ଜଗଦେବ ଜିନ୍ଦାବାଦରେ କମ୍ପି ଉଠିଥିଲା ଛଣଗିରିର ସମସ୍ତ ସାହି। ଏହି ଅଦ୍ଭୁତପୂର୍ବ ରାଲିକୁ ନେଇ କ'ଣ କହିଲେ ପ୍ରଶାନ୍ତ ଜଗଦେବ ଆସନ୍ତୁ ଶୁଣିବା। ମୁଁ ଦେଖୁଥିଲି ଆପଣମାନେ ବୁଲୁଥିଲେ ଆମ ସାଙ୍ଗରେ ଯେଉଁ ଉତ୍ସାହର ସହ ଆମର ପ୍ରିୟ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯେଉଁଭଳି ଭାବରେ ସମର୍ଥନ ଦିଆଯାଉଥିଲା, ଉତ୍ସର୍ଗୀକୃତ ସମର୍ଥନ। ମୁଁ ବହୁତ ନେତାଙ୍କ ସହିତ ବୁଲିଛି ଏବଂ ବହୁତ ନିର୍ବାଚନ ପ୍ରଚାର କରିଛି ଏବଂ ଏ ଛଣଗିରି ହେଉଛି ମୋ ଗାଁ ମାଟି। ମୁଁ ଏଠି ଜିଲ୍ଲା ପରିଷଦ ଥିଲି, ମୋ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା ଏ ମାଟି। କିନ୍ତୁ ଯେଉଁଭଳି ଭାବରେ ତାଙ୍କୁ ମାଆ ମାନେ, ଗୁରୁଜନମାନେ, ପିଲାମାନେ ଯେଉଁ ଉତ୍ସାହର ସହ ତାଙ୍କୁ ସମର୍ଥନ ଦେଲେ, ଇଏ ଏକ ବିରଳ। ଏଇଥିରୁ ଜଣାପଡ଼ୁଛି ଯେ ଆଉ ଥରେ ଅପରାଜିତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ, ହେଇସାରିଛନ୍ତି। ମୋତେ ଲାଗୁଛି ଯେଉଁଭଳି ଭାବରେ ଲୋକଙ୍କର ଉତ୍ସାହ ରହିଛି, ଖାଲି ଅପେକ୍ଷା ରହିଛି 25 ତାରିଖ। କେଉଁଦିନ 25 ତାରିଖ ଆସିବ, ଅପରାଜିତା ମ୍ୟାଡ଼ାମକୁ ଭୋଟ୍ ଦେବେ, ପଦ୍ମ ଚିହ୍ନରେ ଡବଲ ପଦ୍ମ ଦେବେ ଏବଂ ଡବଲ ଇଞ୍ଜିନ୍ ସରକାର ତିଆରି କରିବା ପାଇଁ ଲୋକଙ୍କ ମନରେ ଉତ୍ସାହ ଆସିଛି। ପରିବର୍ତ୍ତନର ନାରା ମଧ୍ୟ ଆସିଛି। ଆଉ ନିଶ୍ଚିତ ଭାବରେ ମୁଁ ତ ଜାଣିଥିବି, ମୁଁ ବିଜୁ ଜନତା ଦଳରେ ଥିଲି ଏବଂ ଏବେ ବହୁତ କମ୍ ସମୟ, ମାସେ ହେଲା ଭାରତୀୟ ଜନତା ପାର୍ଟିକି ଆସିଛି। କିନ୍ତୁ ମୁଁ ଦେଖୁଛି ଭାରତୀୟ ଜନତା ପାର୍ଟିକି ଯେଉଁଭଳିଆ ଉତ୍ସାହ ଭରିଛି ଲୋକମାନଙ୍କର, ଲାଗୁଛି ଏଥରକ ଡବଲ ଇଞ୍ଜିନ୍ ସରକାର ଆସିବ, ତାକୁ କୌଣସି ଶକ୍ତି ରଖିପାରିବେ ନାହିଁ। ଯେତେବେଳେ ଜନ ଆନ୍ଦୋଳନ ହେବ, ଯେତେବେଳେ ଜନ ସମର୍ଥନ ଆସିବ, ଯେତେବେଳେ ଲୋକମାନଙ୍କର ମନ ଭିତରେ ଗୋଟେ ପରିବର୍ତ୍ତନର ନାରା ଆସିବ, ତାକୁ କୌଣସି ଶକ୍ତି ରଖିପାରିବ ନାହିଁ। ମୁଁ ଆଶା କରୁଛି ଆଗାମୀ ଦିନରେ ଖୋର୍ଦ୍ଧାରେ ଡବଲ ଇଞ୍ଜିନ୍ ଲାଗିବ। ଖୋର୍ଦ୍ଧାରେ ବିଧାନସଭା ନିର୍ବାଚିତ ପଦ୍ମଫୁଲ ଜିତିବ, ଲକ୍ଷେ ଭୋଟ୍ରେ ଜିତିବ। ଲକ୍ଷେ ପଦ୍ମ ଫୁଟିବ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଏବଂ ମାନ୍ୟବର ସାଂସଦ ମହୋଦୟଙ୍କୁ ମଧ୍ୟ ଲକ୍ଷେ ପଦ୍ମର ସମର୍ଥନ ମିଳିବ। ଏହା ଆଜିର ଶୁଭ ସଂକେତ ମିଳୁଛି। ଆଜ୍ଞା, ଶେଷ କଥା କେହି ପ୍ରାର୍ଥୀ ନାହିଁ, ଗୋଟିଏ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଅଛି। ସିଏ ଟିକେଟ୍ ପାଇଲେ ଏଠି ଜିତିବ। ଆଉ ବିଜୁ ଜନତା ଦଳ ତାର ପ୍ରାର୍ଥୀ ଠିକ୍ କରିପାରୁନି। ଖୋର୍ଦ୍ଧାବାସୀ ଅପେକ୍ଷା କରିଛନ୍ତି ପ୍ରଶାନ୍ତ ଜଗଦେବ କେବଳ କେଉଁଦିନ ଟିକେଟ୍ ପାଇବେ, ଆମେ ତାଙ୍କୁ ସମର୍ଥନ ଦେବୁ। ଏଇ ଗୋଟିଏ କଥା, ଗୋଟିଏ ନାରା, ଗୋଟିଏ ଭାବ, ଗୋଟିଏ ଚେତନା। ନା ଭାରତୀୟ ଜନତା ପାର୍ଟି ନା ବିଜୁ ଜନତା ଦଳ, ଇଏ ସବୁ ଟିକେଟ୍ ବଣ୍ଟାରେ ବିଚଳିତ ଅବସ୍ଥାରେ ଅଛନ୍ତି। କିନ୍ତୁ ପ୍ରଶାନ୍ତ ଜଗଦେବ ଯେଉଁଦିନ ଟିକେଟ୍ ପାଇବେ, ସେଦିନ ଖୋର୍ଦ୍ଧା ମାଟିର ଯେଉଁ ଇତିହାସ ରହିଥିଲା, 200 ବର୍ଷ ତଳେ ଯେଉଁ ପାଇକମାନେ ଲଢ଼ିଥିଲେ ଇଂରେଜ ବିରୁଦ୍ଧରେ, ଏଇ ଖୋର୍ଦ୍ଧା ମାଟିରୁ ଆରମ୍ଭ ହୋଇଥିଲା। ପୁଣି ଥରେ ଏ ଦେଶର ପରିବର୍ତ୍ତନ ଆରମ୍ଭ ହେବ, ବ୍ୟବସ୍ଥାର ପରିବର୍ତ୍ତନ ହେବ, ବିକଶିତ ଓଡ଼ିଶା ତିଆରି ହେବ। ଏଇ ଖୋର୍ଦ୍ଧା ମାଟିରୁ ପଦ୍ମ ଫୁଟିବ, ଡବଲ ଇଞ୍ଜିନ୍ ସରକାର ଓଡ଼ିଶାରେ ହେବ। ଆଜ୍ଞା, ଶେଷ ନୋମିନେସନ୍ ଅଛି 7 ତାରିଖ, ତା ପୂର୍ବରୁ ଟିକେଟ୍ ଘୋଷଣା ହେଇଯିବ। ଖୋର୍ଦ୍ଧାର ଦୀପକ ପ୍ରଧାନଙ୍କ ରିପୋର୍ଟ, ନା ଓଡ଼ିଶା ନ୍ୟୁଜ୍। लेटेस्ट न्यूज अपडेट पाई www.nowodisha.com को लॉगिन करंतु।